ପରିଚୟଟା ମୁଁ ବାସନ୍ତୀ ଦାସ ଶିଳାଶ୍ରୀ ପତ୍ରିକାର ସମ୍ପାଦିକା ଏବଂ ଲେଖିକା। କ'ଣ କହିବେ ଆପଣଙ୍କର ଆଜି ଯେଭଳି ଆୟୋଜନ ହେଇଛି? ଆଜି ଆମର ଶିଳାଶ୍ରୀ ପତ୍ରିକାର 16 ବର୍ଷ ହେଲା। 16 ବର୍ଷରେ ଆଜି ବିଶ୍ୱ ସଂଖ୍ୟା ଉନ୍ମୋଚନ ହେଲା। ଆଉ ଆମ ପବ୍ଲିକେସନରୁ 2ଟା ବହି ଉନ୍ମୋଚନ କରାଗଲା। କ'ଣ କହିବେ ଆଭିମୁଖ୍ୟ କ'ଣ ଅଛି? କ'ଣ ହେଲା? ଆଭିମୁଖ୍ୟ କ'ଣ ଅଛି ୟାର? ଆଭିମୁଖ୍ୟ ଆମର ଶିଳାଶ୍ରୀର ହେଉଛି ନୂତନ କବି ସୃଷ୍ଟି କରିବା ଏବଂ ପାଠକ ସୃଷ୍ଟି କରିବା, ଆଉ ସାହିତ୍ୟର ପ୍ରସାର ପ୍ରଚାର କରିବା। ମୁଖ୍ୟ ଅତିଥି କିଏ ଆସିଥିଲେ ସବୁ ଆପଣଙ୍କ? ମୁଖ୍ୟ ଅତିଥି ଆମର ଆଜି ଥିଲେ ପଣ୍ଡିତ ହରେକୃଷ୍ଣ ଶତପଥୀ ଏବଂ ନାଇଜର କୁଳ ସଚିବ ଡକ୍ଟର ଅଭୟ ନାୟକ, ତାପରେ ଐତିହାସିକା ଶିଶୁ ଲେଖିକା ଡକ୍ଟର ସୋମା ଚାନ୍ଦ ଏବଂ ଆଶାଲତା ଦାସ। କେତେ ମହିଳା ଏଠି ଆୟୋଜନ ହେଇଥିଲେ? 100ଠୁ ବେଶୀ ଆସିଥିଲେ ଆଜି। କବିତା ଯେଉଁ ପାଠ କରୁଛନ୍ତି? ହଁ, କବିତା ପାଠ କରୁଛନ୍ତି ନା 4 ଜଣ ଅଛନ୍ତି। ମଞ୍ଜୁଳା ତ୍ରିପାଠୀ, ଅନିମା ପଟ୍ଟନାୟକ, ପ୍ରଜ୍ଞା ମହାନ୍ତି ଏବଂ ବିଶ୍ୱମିତ୍ରା ମିଶ୍ର। ବାର୍ତ୍ତା କ'ଣ ଦେବା ପାଇଁ ଚାହୁଁଛନ୍ତି? ବାର୍ତ୍ତା ଦେବା ପାଇଁ ଚାହୁଁଛୁ ଯେ ଆମେ ଓଡ଼ିଆ ଯେହେତୁ ଆମ ଓଡ଼ିଆ ଭାଷାକୁ ଭଲ ପାଇବା, ଓଡ଼ିଆର ପ୍ରଚାର ପ୍ରସାର ପାଇଁ ଯାହା କରିବାକୁ ପଡ଼ିବ ଆମେ କରିବା ସାହିତ୍ୟ ମାଧ୍ୟମରେ। ଆପଣ କିଛି କବିତା ଲେଖନ୍ତି? ହଁ, ମୁଁ କବିତା ଲେଖେ। ମୋର 16 ଖଣ୍ଡ ବହି ପ୍ରକାଶ ପାଇସାରିଲାଣି। ଗପ, କବିତା, ପ୍ରବନ୍ଧ ସବୁ ଲେଖେ। ଆଜି ଯେଉଁ ପ୍ରକାଶ ପାଇଛି ଆପଣଙ୍କର? ଆଜି ମୋର ଭଜନ ବହି ଗୋଟେ ପ୍ରକାଶ ପାଇଛି, ତୁଳସୀ ଦୟଣା ବାସେ।